ହ୍ୟାଲୋ ପିଲାମାନେ, ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। ଆଜି ଆମେ ତୁମ ଅଷ୍ଟମ ଶ୍ରେଣୀ ଓଡ଼ିଆ କାର୍ଯ୍ୟ ପୁସ୍ତିକାର କାର୍ଯ୍ୟଫର୍ଦ୍ଦ 7 ବିଷୟ ଦରିଆ ଦଖଲ ଆଲୋଚନା କରିବା। କିଏ ଲେଖିଛନ୍ତି? ଲେଖକ ଅନ୍ନପୂର୍ଣ୍ଣା ମହାରଣା। ବର୍ତ୍ତମାନ ଯିବା ଶିକ୍ଷଣ କାର୍ଯ୍ୟ 1। ଶିକ୍ଷଣ କାର୍ଯ୍ୟ 1 କ'ଣ ଦେଇଛି ଦେଖିବା। ଆସ ତଳ ଅନୁଚ୍ଛେଦଟିକୁ ପଢ଼ିବା ଓ ଏଥି ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ପଢ଼ି ଉପଯୁକ୍ତ ଉତ୍ତରରେ ଗୋଲ ବୁଲାଇବା। ଆତ୍ମ ବଳିଦାନ ଓ ତ୍ୟାଗ ବିନା ଯେଉଁ ସ୍ୱାଧୀନତା ହାସଲ କରାଯାଏ ତାହା ଅମର ହୋଇପାରେ ନାହିଁ। ସେଥିପାଇଁ ମୁଁ ଚାହେଁ ମୋ ଦେଶ ଲୋକେ ନିଜର ସାଧ୍ୟାନୁସାରେ ସବୁଠାରୁ ବେଶୀ ଆତ୍ମତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ପ୍ରକୃତ ତ୍ୟାଗ ବା ଆତ୍ମ ବଳିଦାନରେ ଗୋଟିଏ ପକ୍ଷକୁ ସବୁ କଷ୍ଟ ସହିବାକୁ ପଡ଼େ। ଅନ୍ୟର ପ୍ରାଣ ନ ନେଇ ନିଜର ପ୍ରାଣ ଦେବା, ଜୀବନ ଦେଇ ଜୀବନ ଲାଭ କରିବା କଳାରେ ସିଦ୍ଧହସ୍ତ ହେବାକୁ ପଡ଼େ। ଭଗବାନ ଭାରତକୁ ଏହି ମନ୍ତ୍ର ସିଦ୍ଧି ଦିଅନ୍ତୁ। ବାଃ, ବଢ଼ିଆ ଅନୁଚ୍ଛେଦଟିଏ। ବର୍ତ୍ତମାନ ଆମେ ଯିବା ପ୍ରଶ୍ନ କ। ପ୍ରଶ୍ନ କ, ଉପରେ ଦିଆଯାଇଥିବା ଅନୁଚ୍ଛେଦଟି କାହା ଉପରେ ଆଧାରିତ? ବ୍ୟକ୍ତିଗତ ସ୍ୱାର୍ଥ, ଦେଶବାସୀଙ୍କ ସ୍ୱାର୍ଥ, ଅହିଂସା ଓ ଆତ୍ମବଳିଦାନ, ସ୍ୱାଧୀନତା ସଂଗ୍ରାମ। କାହା ଉପରେ ଆଧାରିତ? ସ୍ୱାଧୀନତା ସଂଗ୍ରାମ। ଆମର ରାଇଟ୍ ଆନ୍ସର। ଲେଖିବା କ'ଣ? ସ୍ୱାଧୀନତା ସଂଗ୍ରାମ। ବର୍ତ୍ତମାନ ଯିବା ପ୍ରଶ୍ନ ଖ। ଆତ୍ମ ବଳିଦାନ ଓ ତ୍ୟାଗ ବିନା ଯେଉଁ ସ୍ୱାଧୀନତା ହାସଲ କରାଯାଏ ତାହା ଅମର ହୋଇପାରେ ନାହିଁ। ଏଠାରେ ରେଖାଙ୍କିତ ଶବ୍ଦର ଅର୍ଥ କ'ଣ? ରେଖାଙ୍କିତ ଶବ୍ଦ କେଉଁଟି? ଅମର। ଅମରର ଅର୍ଥ ଏ ଭିତରୁ କେଉଁଟି ହବ? ଦେଖ, 1 ଚିରନ୍ତନ ଦେଇଛି, 2 ଚିରଞ୍ଜୀବୀ, ଦୀର୍ଘାୟୁ, ଚିରାଚରିତ। ଉତ୍ତର କ'ଣ ହବ ଆମର? ଚିରନ୍ତନ। ରାଇଟ୍। ନେକ୍ସଟ ଯିବା ପ୍ରଶ୍ନ ଗ। ଅନ୍ୟର ପ୍ରାଣ ନ ନେଇ ନିଜର ପ୍ରାଣ ଦେବା, ଜୀବନ ଦେଇ ଜୀବନ ଲାଭ କରିବା, ଏହି ନିମ୍ନୋକ୍ତ ମଧ୍ୟରୁ କେଉଁ ଅର୍ଥକୁ ବୁଝାଉଛି? ଅହିଂସା, ନିଜର ଜୀବନ ଦେବା, ତ୍ୟାଗ ଓ ବଳିଦାନ, ନିଃସ୍ୱାର୍ଥ। ଏ ଭିତରୁ କେଉଁ ଅର୍ଥକୁ ବୁଝାଉଛି? ତ୍ୟାଗ ଓ ବଳିଦାନ। ଠିକ ଉତ୍ତର ଆମର ତ୍ୟାଗ ଓ ବଳିଦାନ। ନେକ୍ସଟ ଯିବା ପ୍ରଶ୍ନ ଘ। ସ୍ୱାଧୀନତାକୁ ଦୀର୍ଘଜୀବୀ କରିବା ପାଇଁ ଲେଖକ ଦେଶବାସୀଙ୍କୁ କ'ଣ କରିବାକୁ ପରାମର୍ଶ ଦେଇଛନ୍ତି? ଉତ୍ତର କ'ଣ ହବ? ଆତ୍ମତ୍ୟାଗ। ଆତ୍ମତ୍ୟାଗ, ନିଃସ୍ୱାର୍ଥ, ବଳିଦାନ, ତ୍ୟାଗ। ଏ ଭିତରୁ ସଠିକ ଉତ୍ତର ଆମର ଆତ୍ମତ୍ୟାଗ। ନେକ୍ସଟ ଯିବା ପ୍ରଶ୍ନ ଅ। ସ୍ୱାଧୀନତାକୁ ଅମର କରିବା ପାଇଁ କ'ଣ ଆବଶ୍ୟକ? ସ୍ୱାଧୀନତାକୁ ଅମର କରିବା ପାଇଁ ଆତ୍ମ ବଳିଦାନ ଆବଶ୍ୟକ। କ'ଣ ଆବଶ୍ୟକ? ଆତ୍ମ ବଳିଦାନ। ନେକ୍ସଟ ଯିବା, ବର୍ତ୍ତମାନ ଆମର ଶିକ୍ଷଣ କାର୍ଯ୍ୟ 1 ସରିଯାଇଛି। ତାପରେ ଯିବା ଶିକ୍ଷଣ କାର୍ଯ୍ୟ 2। ଆସ ଅନୁଚ୍ଛେଦଟିକୁ ପଢ଼ି ବୁଝିବା ଓ ତଳ ଲିଖିତ ପ୍ରଶ୍ନର ଉତ୍ତର ଲେଖିବା। ସେଦିନ ଜୁନ 2 ତାରିଖ। ରାତ୍ରିର ଅନ୍ଧକାର ମଧ୍ୟରେ ଘର ଘର ଗର୍ଜନ କରି ଦ୍ରୁତ ଗତିରେ ମାଡ଼ି ଚାଲୁଥାଏ କରମଣ୍ଡଳ ଏକ୍ସପ୍ରେସ। ସଞ୍ଜୀବ S2 ବଗିର ଉପର ବର୍ଥରେ ନିଦ୍ରା ଯାଇଥାଏ।
ବଗିଟିରେ ସମସ୍ତେ ଶୋଇ ରହିଥାନ୍ତି। ମାତ୍ର ଅନେକ ଆଶା ଓ ଆଶଙ୍କା ଭିତରେ ମୁଁ ଜଣେ ଜାଗ୍ରତ ପ୍ରହରୀ ଭଳି ବସି ରହିଥାଏ। ହଠାତ୍ ଏକ ବାଣ ଫୁଟିଲା ପରି ବିସ୍ଫୋରଣ ଶବ୍ଦ ଶୁଣାଗଲା। ମୁଁ କାଳ ବିଳମ୍ବ ନ କରି ସାଙ୍ଗ ସଞ୍ଜୀବକୁ ଡାକି ବଗି ବାହାରକୁ ଡେଇଁ ପଡ଼ିଲି। ଯାହା ଦୃଶ୍ୟ ଦେଖିଲି ସେଥିରେ ମୁଁ ନିର୍ବାକ୍ ହୋଇଗଲି। ଆମେ ଯାଉଥିବା ଏକ୍ସପ୍ରେସଟି ଏକ ମାଲଗାଡ଼ି ସହିତ ଧକ୍କା ହୋଇ ବଗିଗୁଡ଼ିକ ଇତସ୍ତତ ଭାବେ ଛିଟିକି ପଡ଼ିଥାଏ। ଲୋକମାନଙ୍କର ଆର୍ତ୍ତ ଚିତ୍କାରରେ ହଠାତ୍ କିଛି ବୁଝି ହେଉନଥାଏ। ଲୋକମାନଙ୍କୁ ସାହାରା ଦେବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଟ୍ରେନ ଚତୁଃପାର୍ଶ୍ୱରେ ରୁଣ୍ଡ ହୋଇଗଲେ ଓ କାଳ ବିଳମ୍ବ ନ କରି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଲେ। ତଳଦିନେ ଯେଉଁ କରମଣ୍ଡଳ ଏକ୍ସପ୍ରେସର ଭୟାନକ ଦୁର୍ଘଟଣା ଘଟିଥିଲା ସେ ବିଷୟରେ ଏକ ଚିତ୍ରଟିଏ ବର୍ଣ୍ଣନା କରାଯାଇଛି। ବର୍ତ୍ତମାନ ଦେଖିବା ପ୍ରଶ୍ନ କ କ'ଣ ଲେଖା ହେଇଛି। ପ୍ରଶ୍ନ କ କରମଣ୍ଡଳ ଏକ୍ସପ୍ରେସରେ ଦୁର୍ଘଟଣା କେବେ ଘଟିଥିଲା? କ'ଣ ଲେଖିବା? କରମଣ୍ଡଳ ଏକ୍ସପ୍ରେସରେ ଦୁର୍ଘଟଣା ଜୁନ 2 ତାରିଖରେ ଘଟିଥିଲା। କରମଣ୍ଡଳ ଏକ୍ସପ୍ରେସରେ ଦୁର୍ଘଟଣା ଜୁନ 2 ତାରିଖରେ ଘଟିଥିଲା। ଠିକ୍ ଅଛି, ବର୍ତ୍ତମାନ ଯିବା ପ୍ରଶ୍ନ ଖ। ସଞ୍ଜୀବ କେଉଁ ରେଳ ବଗିରେ ଶୋଇଥିଲା? ଲେଖିବା କ'ଣ? ସଞ୍ଜୀବ S2 ରେଳ ବଗିରେ ଶୋଇଥିଲା। ହେଇଗଲା। ନେକ୍ସଟ ଯିବା ପ୍ରଶ୍ନ ଗ। ଦୁର୍ଘଟଣା ସମୟରେ କିଭଳି ଶବ୍ଦ ଶୁଭିଥିଲା? କ'ଣ ଲେଖିବା? ଦୁର୍ଘଟଣା ସମୟରେ ବାଣ ଫୁଟିଲା ଭଳି ଶବ୍ଦ ଶୁଭିଥିଲା। ପ୍ରଶ୍ନ ଖ। ଗାଁ ଲୋକମାନେ ଦୁର୍ଘଟଣା ସ୍ଥାନରେ ଏକତ୍ରିତ ହେଲେ କାହିଁକି? କ'ଣ ଲେଖିବା? ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଗାଁ ଲୋକମାନେ ଏକତ୍ରିତ ହେଲେ। ପ୍ରଶ୍ନ ଓ। ତୁମେ ରେଳଗାଡ଼ିରେ ଥିଲେ ଏହି ପରିସ୍ଥିତିରେ କ'ଣ କରିଥାନ୍ତ? ମୁଁ ରେଳଗାଡ଼ିରେ ଥିଲେ ଜୀବନ ରକ୍ଷା କରିବା ପାଇଁ ବାହାରକୁ ବାହାରିଥାନ୍ତି ଏବଂ ଅନ୍ୟମାନଙ୍କୁ ବାହାରକୁ ଆସିବା ପାଇଁ ଚିତ୍କାର କରି ଡାକିଥାନ୍ତି। ହେଇଗଲା। ନେକ୍ସଟ ଯିବା, ବର୍ତ୍ତମାନ ଆମର ଶିକ୍ଷଣ କାର୍ଯ୍ୟ 2 ସରିଯାଇଛି। ତାପରେ ଯିବା ଶିକ୍ଷଣ କାର୍ଯ୍ୟ 3। ଠିକ୍ ଅଛି, ଶିକ୍ଷଣ କାର୍ଯ୍ୟ 3। ଆସ ଅନୁଚ୍ଛେଦରୁ ଉପଯୁକ୍ତ ଶବ୍ଦ ନେଇ ଖାଲି ସ୍ଥାନ ପୂରଣ କରିବା। ଯାହା ଦୃଶ୍ୟ ଦେଖିଲି ସେଥିରେ ମୁଁ ଡ୍ୟାସ୍ ହୋଇଗଲି। ଅନୁଚ୍ଛେଦରେ କ'ଣ ଲେଖା ହେଇଛି ଦେଖ? ନିର୍ବାକ ହୋଇଗଲି। ବାସ୍। ନେକ୍ସଟ ଖ। ଲୋକଙ୍କର ଡ୍ୟାସ୍ରେ ହଠାତ୍ କିଛି ବୁଝି ହେଉନଥାଏ। ଲୋକଙ୍କର ଆର୍ତ୍ତ ଚିତ୍କାର। କ'ଣ ଲେଖିବା? ଆର୍ତ୍ତ ଚିତ୍କାରରେ ହଠାତ୍ କିଛି ବୁଝି ହେଉନଥାଏ। ପ୍ରଶ୍ନ କ। ମୁଁ ଡ୍ୟାସ୍ ନକରି ସାଙ୍ଗ ସଞ୍ଜୀବକୁ ଡାକି ବଗି ବାହାରକୁ ଡେଇଁ ପଡ଼ିଲି। ମୁଁ କାଳ ବିଳମ୍ବ ନକରି। କାଳ ବିଳମ୍ବ କ'ଣ ଲେଖିବା? କାଳ ବିଳମ୍ବ ନକରି ସଞ୍ଜୀବକୁ ଡାକି ବଗି ବାହାରକୁ ଡେଇଁ ପଡ଼ିଲି। ପ୍ରଶ୍ନ ଖ। ଲୋକମାନଙ୍କୁ ଡ୍ୟାସ୍ ଦେବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଟ୍ରେନ ଚତୁଃପାର୍ଶ୍ୱରେ ରୁଣ୍ଡ ହୋଇଗଲେ। ଲୋକମାନଙ୍କୁ ସାହାରା ଦେବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଟ୍ରେନ ଚତୁଃପାର୍ଶ୍ୱରେ ରୁଣ୍ଡ ହୋଇଗଲେ। ବର୍ତ୍ତମାନ ଆମର ସରିଗଲା ଶିକ୍ଷଣ କାର୍ଯ୍ୟ 3।
ବର୍ତ୍ତମାନ ଯିବା ଶିକ୍ଷଣ କାର୍ଯ୍ୟ 4। ଅନୁଚ୍ଛେଦକୁ ପଢ଼ି ନିମ୍ନଲିଖିତ ଶବ୍ଦ ଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖିବା। ଅନ୍ଧକାର ବିପରୀତ ଅର୍ଥ କ'ଣ ହବ? ଆଲୋକିତ। ଜାଗ୍ରତ ତାର ବିପରୀତ ଶବ୍ଦ ସୁପ୍ତ। ଜାଗ୍ରତର ବିପରୀତ ଶବ୍ଦ ସୁପ୍ତ। ନିଦ୍ରା ଅନିଦ୍ରା। ସାହାରା ବେସାହାରା। ବର୍ତ୍ତମାନ ଆମର ଶିକ୍ଷଣ କାର୍ଯ୍ୟ 4 ବି ସରିଗଲା। ନେକ୍ସଟ ଯିବା ଶିକ୍ଷଣ କାର୍ଯ୍ୟ 5। ଶିକ୍ଷଣ କାର୍ଯ୍ୟ 5। ଅନୁଚ୍ଛେଦରେ ବ୍ୟବହୃତ ତଳଲିଖିତ ଶବ୍ଦ ଗୁଡ଼ିକୁ ନେଇ ବାକ୍ୟ ଗଠନ କର। ବର୍ତ୍ତମାନ ଆମେ ବାକ୍ୟ ଗଠନ କରିବା। ଗର୍ଜନ ବଣରେ ସିଂହ ଗର୍ଜନ କରୁଛି। ହେଇଗଲା। ନେକ୍ସଟ ଆଶଙ୍କା ପ୍ରବଳ ବର୍ଷା ଯୋଗୁଁ ଏଠାରେ ବନ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି। କ'ଣ ଲେଖିବା? ପ୍ରବଳ ବର୍ଷା ଯୋଗୁଁ ଏଠାରେ ବନ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି। ନେକ୍ସଟ ଇତଃସ୍ତତଃ ଚଢ଼େଇଟି ବର୍ଷାରେ ତାର ଛୁଆମାନଙ୍କୁ ନ ପାଇ ଇତଃସ୍ତତଃ ହୋଇ ଖୋଜି ବୁଲୁଛି। ଇତଃସ୍ତତଃ ମାନେ କ'ଣ? ଏଣେ ତେଣେ ଏପଟ ସେପଟ ବିବ୍ରତ ହେଇକରି ଚାରିଆଡ଼େ ଖୋଜି ବୁଲିବା, ସେଇଟାକୁ ଇତଃସ୍ତତଃ ଆମେ କହିବା। ନେକ୍ସଟ ଯିବା ଉଦ୍ଧାର ବିପଦରେ ପଡ଼ିଥିବା ବ୍ୟକ୍ତିକୁ ଉଦ୍ଧାର କରିବା ଉଚିତ। ଆଉ କ'ଣ ଲେଖିପାରିବ ତୁମେ? ନଈ ସୁଅରେ ଭାସି ଯାଉଥିବା ପିଲାଟିକୁ ନାଉରିଆଟି ଉଦ୍ଧାର କଲା। ଆମ ଗ୍ରାମରେ ଅଗ୍ନିକାଣ୍ଡ ସମୟରେ ଘର ଭିତରେ ଫସି ରହିଥିବା 2 ଜଣ ଛୁଆକୁ ଗାଁ ମୁଖିଆ ଉଦ୍ଧାର କଲେ। ସେମିତି ହେଲେ ତୁମେ ନିଜ ମନରୁ କିଛି ବାକ୍ୟ ଲେଖିପାରିବ। ଠିକ ଅଛି। ନେକ୍ସଟ ଯିବା ଶିକ୍ଷଣ କାର୍ଯ୍ୟ 6। ଆସ ଦିଆଯାଇଥିବା ଅନୁଚ୍ଛେଦଟିକୁ ଆଧାର କରି ଦୁର୍ଘଟଣାର ଏକ ଚିତ୍ର ନିମ୍ନରେ ଅଙ୍କନ କରିବା। ବର୍ତ୍ତମାନ ଦେଖ ଆମେ ଦୁର୍ଘଟଣାର ଗୋଟେ ଚିତ୍ର ଏଠି ଅଙ୍କନ କରିବା। ଆଚ୍ଛା ପିଲେ, ବର୍ତ୍ତମାନ ମୁଁ ରେଳ ଦୁର୍ଘଟଣାର ଗୋଟେ ଚିତ୍ରଟିଏ ଦେଖାଉଛି। ଭଲସେ ଦେଖ ଏବଂ ଚେଷ୍ଟା କର କରିବା ପାଇଁ। ଠିକ ଅଛି। ତୁମ ହାତରେ ଯେମିତି ହେଉଛି ଏମିତି ଚେଷ୍ଟା କର। ଚେଷ୍ଟା କରି ତୁମର କାର୍ଯ୍ୟ ପୁସ୍ତିକାରେ ଅଙ୍କନ କର। ବର୍ତ୍ତମାନ ଏଇଠି ଆମର କାର୍ଯ୍ୟ ଫର୍ଦ୍ଦଟି ସରିଯାଇଛି। ଆଶା କରେ ଭିଡ଼ିଓଟି ତୁମମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଭିଡ଼ିଓକୁ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଆଦୌ ଭୁଲିବନି। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ଅଲ୍ ବେଲ୍କୁ ଅନ୍ କରିଦିଅନ୍ତୁ, ଯାହାଫଳରେ ମୋର ଆଗାମୀ ଭିଡ଼ିଓର ନୋଟିଫିକେସନ୍ ଆପଣମାନେ ପାଇପାରିବେ ଏବଂ ଭିଡ଼ିଓ ଗୁଡ଼ିକୁ ଦେଖିପାରିବେ। ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ପୁଣି ଏକ ନୂଆ ଭିଡ଼ିଓ ନେଇ ମୁଁ ତୁମ ପାଖକୁ ଆସିବି। ଟିଲ୍ ଦେନ୍ ବାଏ ବାଏ, କିପ୍ ଲର୍ଣ୍ଣିଂ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।